କଂଗ୍ରେସିଆଙ୍କୁ ମୋର ଡାଇରେକ୍ଟ ପ୍ରଶ୍ନ, ବିଗତ 24 ବର୍ଷରେ କେତେ ନାରୀମାନଙ୍କ ଉପରେ ଅତ୍ୟାଚାର ହେଉଥିଲା, ଛୋଟ ଛୋଟ ପିଲାମାନଙ୍କ ଉପରେ ଅଙ୍ଗ ତସ୍କରୀ ହେଉଥିଲା। ସେ ବାବଦରେ ପଦେ କଂଗ୍ରେସ ରାଜରାସ୍ତାରେ ସ୍ୱର ଉତ୍ତୋଳନ କରିନଥିଲା କି ବଡ଼ ଧରଣର ହଙ୍ଗାମା କରିନଥିଲା କି ରାଜ୍ୟ ସରକାରଙ୍କୁ କାଠଗଡ଼ା ଭିଡ଼ିନଥିଲା। କିନ୍ତୁ ଆଜି ଗୃହରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ଦେଲା ପରେ କଂଗ୍ରେସ ଯେଉଁ ପରିସ୍ଥିତି କଲା, ଯେଉଁ ଘଟଣାମାନ କଲେ, ଯେଉଁ ଗୁଣ୍ଡାଗର୍ଦି କଲେ, ପୋଲିସମାନଙ୍କୁ ବାଡ଼େଇଲେ, ପୋଲିସ ଗାଡ଼ିରେ ନିଆଁ ଲଗାଇଲେ, କଂଗ୍ରେସ ପିସି ସଭାପତି ଆସି କ'ଣ କହିଲେ, ସିଏ ଆମ କଂଗ୍ରେସ କର୍ମୀ ନଥିଲେ। ଆଠୁ ବଢ଼ି ଲଜ୍ଜାଜନକ କଥା କେବେ ଦେଖିବାକୁ ମିଳିଥିଲା ନା ଆଗକୁ ଦେଖିବାକୁ ମିଳିବ? ଇଏ ଓଡ଼ିଶାରେ ଅଶାନ୍ତ କଲା କିଏ? କଂଗ୍ରେସ କର୍ମୀମାନେ କରିଛନ୍ତି, କଂଗ୍ରେସ କରିଛି। ଏଥିପାଇଁ ଦାୟୀ ସମ୍ପୂର୍ଣ୍ଣ ଭାବରେ ପିସି ସଭାପତି ରହିବା କଥା, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କଥା। ଯେଉଁ ଭାଇମାନେ ଏମିତିଆ କାଣ୍ଡ ଭିଆନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କଥା, ଆଉ ସମ୍ପୂର୍ଣ୍ଣ କ୍ଷତିଭଣା ସେଇମାନଙ୍କଠୁ ଆଦାୟ କରିବା କଥା। ମୋର ସରକାରଙ୍କ ଅନୁରୋଧ,